ଜଗନ୍ନାଥ ସାଙ୍ଗମାନେ, ତ ଆଜି ଆମେ ଆଲୋଚନା କରିବା ରୀତିଯୁଗୀୟ କାବ୍ୟାଦର୍ଶ ଉପରେ। ତ ଏଠି ଗୋଟେ କଥା କହି ରଖୁଛି, ଯେଉଁମାନେ ବି ଆମ ଚ୍ୟାନେଲକୁ ନୂଆ କରି ଆସିଥିବେ ସେମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ସାଙ୍ଗସାଥିମାନଙ୍କୁ ସେୟାର କରିନେବେ, ଯାହାଫଳରେ କି ମୁଁ ଆହୁରି ମଧ୍ୟ ଭିଡ଼ିଓ ବନେଇ ପାରିବି। ହେଲା, ତ ଚାଲନ୍ତୁ ଆରମ୍ଭ କରିବା। ବେଦ ରୀତିର ଆଦି ଉତ୍ସ। ଋଗ୍ବେଦ ରୀତି ରୂପମ୍ ପ୍ରୟୋଗରେ ଗୋଟିଏ ସ୍ଥାନରେ ଏହା ରଚନା କରାଯାଇଛି। ରୀତି ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ମାର୍ଗ। ମନେ ରଖିବା, ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ। ରୀତିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ମାର୍ଗ। ପରୀକ୍ଷାରେ କ୍ୱେଶ୍ଚିନ୍ ଆସିପାରେ, ରୀତିର ବ୍ୟୁତ୍ପତ୍ତିଗତ କ'ଣ ନା ମାର୍ଗ। ହେଲା, ପନ୍ଥା, ବିଧି, ଗତି, ପ୍ରସ୍ଥାନ ଇତ୍ୟାଦି ଶବ୍ଦଗୁଡ଼ିକୁ ରୀତିରେ ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ। ରୀତି ମଧ୍ୟ କବିମାନଙ୍କର ବିଶିଷ୍ଟ ଶୈଳୀକୁ ବୁଝାଏ। ଅର୍ଥ ସମାନ ଥିଲେ ମଧ୍ୟ କବିମାନଙ୍କର ରଚନା ମଧ୍ୟରେ ଶୈଳୀର ତାରତମ୍ୟ ଦେଖାଯାଏ। ଉଦାହରଣ, ସମ୍ମୁଖସ୍ଥ ଶୁଖିଲା କାଠଖଣ୍ଡକୁ ଦେଖି ଶ୍ରୀହର୍ଷ ଶୁଷ୍କଂ କାଷ୍ଠଂ ତିଷ୍ଠତ୍ୟଗ୍ରେ କହିଲା ବେଳେ ମହାକବି କାଳିଦାସ କହନ୍ତି ଯେ ନିରସ ତରୁବର ପୁରନ୍ତୁ ଭାତି। ହେଲା, ଏଥିରୁ ଏହା ସ୍ପଷ୍ଟ ଯେ ଜଣେ କବି ସାଧାରଣ ଅର୍ଥରେ ପ୍ରତିପାଦିତ ନିମନ୍ତେ ଅସାଧାରଣ ପଦାବଳୀ ବ୍ୟବହାର କରୁଥିବା ବେଳେ ଅନ୍ୟ ଜଣେ ଅସାଧାରଣ ବ୍ୟକ୍ତି ପ୍ରତିପାଦନ ନିମନ୍ତେ ସାଧାରଣ ପଦାବଳୀ ବ୍ୟବହାର କରନ୍ତି। କାବ୍ୟ ରଚନା କରିବା ସମୟରେ କବିମାନେ ପରମ୍ପରାଗତ ଶବ୍ଦଭଣ୍ଡାରକୁ ଶବ୍ଦ ଚୟନ କରନ୍ତି, ମାତ୍ର ସେମାନଙ୍କ ଶବ୍ଦ ସଂଯୋଜନା ବିଧି ପ୍ରକାଶ ଭଙ୍ଗୀରେ ବୈଷମ୍ୟ ପରିଦୃଷ୍ଟ ହୁଏ। ଏହାର କାରଣ ହେଉଛି ପ୍ରତ୍ୟେକ ଶ୍ରେଷ୍ଠ ଲେଖକଙ୍କର ଏକ ନିର୍ଦ୍ଦିଷ୍ଟ ତଥା ମୌଳିକ ଶୈଳୀ ରୁଚି କରିଥାଏ। ଭାବ ପ୍ରକାଶ ନିମନ୍ତେ ନିଜର ରୁଚି ଅନୁଯାୟୀ ପ୍ରୟୋଗ କରାଯାଇଥିବା ଶୈଳୀ ରୀତି। ରୀତିର ପ୍ରୟୋଗରେ ସ୍ୱତନ୍ତ୍ର ପ୍ରଦର୍ଶନ କରୁଥିବା କଚି ହିଁ କେବଳ କବି ପଦବାଚ୍ୟ। ତ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆସିଲା, ରୀତିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି କ'ଣ ନା ମାର୍ଗ। ହେଲା, ରୀତିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି କ'ଣ ନା ମାର୍ଗ, ମନେ ରଖିବେ। ତାପରେ ଆସିଲା ପ୍ରାଚ୍ୟ ମତରେ ରୀତି କ'ଣ ଦେଖିବା। ବିଭିନ୍ନ ଆଳଙ୍କାରିକ ରୀତିକୁ ବିଭିନ୍ନ ପ୍ରକାର ସଂଜ୍ଞା ଦେଇଛନ୍ତି। ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ ହେଉଛନ୍ତି ଆଚାର୍ଯ୍ୟ ବାମନ। ତାହେଲେ ଏଇଠି ଆଉ ଗୋଟେ କ୍ୱେଶ୍ଚିନ୍ ଆସିଲା, ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ ହେଉଛନ୍ତି କିଏ ନା ଆଚାର୍ଯ୍ୟ ବାମନ। ହେଲା, ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ ହେଉଛନ୍ତି ଆଚାର୍ଯ୍ୟ ବାମନ। ଆଚାର୍ଯ୍ୟ ବାମନ କ'ଣ କହିଛନ୍ତି ନା ରୀତିର ଆତ୍ମା କାବ୍ୟସ ବା ରୀତିକୁ କାବ୍ୟର ଆତ୍ମା ବୋଲି କହିଛନ୍ତି। କହି ରୀତି ତତ୍ତ୍ୱର ମହତ୍ତ୍ୱ ପ୍ରତିଷ୍ଠା କରିଛନ୍ତି। ପୁନଶ୍ଚ ଆସିଲା, ବାମନ କହନ୍ତି ଯେ ରୀତି କାବ୍ୟର ଆତ୍ମା ବୋଲି କହି ରୀତି ତତ୍ତ୍ୱର ମହତ୍ତ୍ୱ ପ୍ରତିଷ୍ଠା କରିଛନ୍ତି। ତାଙ୍କ ମତରେ ପୁଣି କହିଛନ୍ତି ନା ବିଶିଷ୍ଟ ପଦ ରଚନା ରୀତି, ଅର୍ଥାତ୍ ପଦ ରଚନାର ବୈଶିଷ୍ଟ୍ୟ ହେଉଛି କ'ଣ ନା ରୀତି। ହେଲା, ମନେ ରଖିବ। ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ କିଏ ଗଲେ? ଆଚାର୍ଯ୍ୟ ବାମନ। ହେଲା, ବାମନ କ'ଣ କହନ୍ତି ନା ରୀତିର କାବ୍ୟର ଆତ୍ମା ବୋଲି ରୀତି ତତ୍ତ୍ୱର ମହତ୍ତ୍ୱ ପ୍ରତିଷ୍ଠା କରିଛନ୍ତି। ଏତିକି ମନେ ରଖିବେ। ତାପରେ ଆସିଲା, ବାମନଙ୍କ ମତରେ ରୀତିର ପରିଭାଷା କାବ୍ୟରେ ଶୋଭାବର୍ଦ୍ଧନକାରୀ ଏକ ଗୁଣ। ଶବ୍ଦ ଓ ଅର୍ଥର ଚମତ୍କାର ପ୍ରୟୋଗ ଦ୍ୱାରା ଏହି ଗୁଣର ଅଧିକାରୀ ହୋଇ କବି ଏକ ରୀତି ସୃଷ୍ଟି କରିପାରେ। ବାମନଙ୍କ ପରେ ଆଚାର୍ଯ୍ୟ ରୁଦ୍ରଟ କାବ୍ୟାଳଙ୍କାର ରୀତିରେ ନୂତନ ରୂପ ବର୍ଣ୍ଣନା କଲେ। ତାଙ୍କ ମତରେ ରୀତିର ନିୟାମକ ହେଉଛି ସମାସ। ସମାସର ସମାସ ବେଶ ଦ୍ୱାରା ହିଁ କାବ୍ୟର ଏକ ରସ ମର୍ମସ୍ପର୍ଶୀ, ସରଳ ଓ ସୁବୋଧ୍ୟ ହୋଇପାରେ। ରାଜଶେଖର ସମାସ ସହିତ ଅନୁପ୍ରାସକୁ ରୀତିର ମୂଳ ତତ୍ତ୍ୱ ବୋଲି ସ୍ୱୀକାର କଲେ। ତାପରେ ଆସିଲା, ଆଚାର୍ଯ୍ୟ କୁନ୍ତକ ପ୍ରସ୍ଥାନ ପଦ୍ଧତି ଓ ପ୍ରସ୍ଥାନ ମାର୍ଗକୁ ରୀତି ଭାବରେ ଗ୍ରହଣ କରନ୍ତି। ତାଙ୍କ ମତରେ କବିର ସ୍ୱାଭାବିକ ଅଭିବ୍ୟକ୍ତି ହିଁ ରୀତି। ହେଲା,
गोटे गोटे इम्पोर्टाट पॉइंट मन रख मुझे जो गुड़ाक सब इम्पोर्टाट कहूँ आपण मैंने खाली आपको नोट करके रखिए है। तापर आसला आचार्य मम्मट गुण अनुसार रीतिर स्वरूप निरूपित हुए बोली कहते किंतु ध्वनि संप्रदायर प्रतिष्ठा आनंद वर्धनक मतरे विशिष्ट पद संगठन रीति एमती भाव क्वेश्चन आसीपे। आनंद वर्धनक मतरे रीति कौन बा विशिष्ट पद संगठन रीति एटा कहार मत आपण मैंने भलसे क्लीयर है गोटे माने कौन भलसे प्रैक्टिस करके जब क्वेश्चन को जाइए तो से क्वेश्चन आंसर केयरफुल भाव में दे पारे। क्वेश्चन जो प्रकार भी आसपा आप ठीक भाव में प्रिपरेशन करके जाइए तो आपण मैंने भलसे क्वेश्चन को अटेंड करेंगे है। ये गोटे क्वेश्चन आसला विशिष्ट पद संगठन रीति एटा कहार मत कौन ना आनंद बोधनक मतरे। तापर आसला रीतिर भेद रीतिर प्रकार भेद आम देखा। आचार्य दंडी नाम इतिहास विशेष उल्लेख से स्वरचित काव्यदास रीतिर उल्लेख करनथिले हैं यार प्रथम अध्याय से विभिन्न स्थान रीति को मार्ग बोली कहिसेंती। रीतिर केवल वैदर्भी गौड़ी मार्गोदय उल्लेख करी उभयर पार्थक्य निर्देश करिसेंती। आचार्य वामन वैदर्भी गौड़ी पंचाली भेदरे रीतिर त्रिविध बोली प्रकाश करिसेंती मात्र विश्वनाथ कविराज वैदर्भी गौड़ी पंचाली लाटी भेदरे रीति को चतुर्विध भाव स्वीकार करते। कौन देला ना आचार्य वामन वैदर्भी आउ गौड़ी रीति को कौन ना आचार्य वामन वैदर्भी आउ गौड़ी रीति को पंचाली कौन ना पांचली भेदरे रीति को त्रिविध बोली प्रकाश कले किए ना आचार्य वामन। आचार्य वामन कौन कले ना वैदर्भी गौड़ी पंचाली रीति को त्रिविध बोली प्रकाश कले। पर आसले कि ना विश्वनाथ कविराज वैदर्भी गौड़ी पंचाली और लाटी रीति को चतुर्विध भाव में स्वीकार करछंती है। तापर आसला पाश्चात्य मतरे रीति इंग्राजी भाषा रे रीति पाई स्टाइल शब्दर व्यवहृत हुए। स्टाइल शब्दर लाटिन शब्द स्टिलस बा स्टाइल शब्दर उत्पन्न। यही शब्दर मौलिक अर्थ है लोह लेखनी जार प्रधान अर्थ होची लेखिबार विशिष्ट प्रणाली पर यह कहिबार विशिष्ट भंगी अर्थ रे प्रयुक्त है। सांप्रतिक काल रे यही शब्द शिल्पशास्त्र मूर्तिविद्या चित्रकला संगीत रचना नृत्य इत्यादि अर्थ रे व्यवहृत है। ये गोटे क्वेश्चन आसला इंग्राजी भाषा रे रीति पाई स्टाइल शब्द क्यों उत्पन्न ना स्टिलस बा स्टाइल शब्दर उत्पन्न। यार मौलिक अर्थ हो जहाँकि लौह लेखनी लौह लेखनी है मन रखिए। तापर आसला इलियट को मतरे स्टाइल इज सिंबल ऑफ पर्सनालिटी एवं स्टाइल इज द मैन कौन सी वस्तुर पद्धति प्रकार नाम शैली रीति बोली महान अरिस्टोटल प्रकाश करती। ये कौन देला इलियट का मतरे से कौन कहती इलियट कौन कहती ना स्टाइल इज सिंबल ऑफ पर्सनालिटी एटा कहार मत ना स्टाइल इज सिंबल ऑफ पर्सनालिटी कहार मतरे ना इलियट का मतरे स्टाइल इज सिंबल ऑफ पर्सनालिटी। तापरे ये कौन देला ये देला विख्यात विषादवादी जर्मन दार्शनिक सेपोन हर्मेट मतरे काव्यर वक्ता भाव में परिप्रकाश पाई व्याकरण सम्मत यथार्थ संयोजन शब्द योजना करा उचित। यही शब्द संयोजन नाही रीति रे। ग्रीस देशर अन्य जड़े विशिष्ट आलंकारिका होउचंती डेमेट्रियस से रीति रे विस्तृत आलोचना करती जे स्टाइल ग्रंथ रे से रीति को मार्ग रूप ग्रहण करी एहा को चारि भाग रे विभक्त करिसेंती। मन रखिए कौन कौन ना प्रसन्न मार्ग
ଉଦାର ମାର୍ଗ, ମସୃଣ ମାର୍ଗ, ଓଜସ୍ୱୀ ମାର୍ଗ ହେଲା। ପାଶ୍ଚାତ୍ୟ ଆଳଙ୍କାରିକ କ୍ୱିଣ୍ଟିଲିଆନ୍ ରୀତିକୁ ଆଞ୍ଚଳିକ ଭେଦରେ ଏଟିକ୍, ଏସିଆଟିକ୍, ରୋଡ଼ିଆନ୍ ଏହିପରି 3 ଭାଗରେ ବିଭକ୍ତ କରିଛନ୍ତି ହେଲା। ତାପରେ ଆସିଲା ଦେଖିବା ଓଡ଼ିଶା ସମେତ ବିଭିନ୍ନ ପ୍ରାନ୍ତୀୟ ରୀତି କାବ୍ୟ ରଚନାକୁ ଯେଉଁ ସଂସ୍କୃତ ଅଳଙ୍କାର ଗ୍ରନ୍ଥ ଗୁଡ଼ିକ ଆଙ୍ଗିକ ଓ ଆତ୍ମିକ ଦିଗରୁ ପ୍ରଭାବିତ ହୋଇଥିଲା, ସେସବୁ ମଧ୍ୟରୁ ଅତି ଉଲ୍ଲେଖନୀୟ ଗ୍ରନ୍ଥ କେତୋଟି ହେଉଛି ସେସବୁ ଦେଖିବା। ଭାମହଙ୍କ କାବ୍ୟାଳଙ୍କାର, ଦଣ୍ଡିଙ୍କର କାବ୍ୟାଦର୍ଶ, ରୁଦ୍ରଟଙ୍କର କାବ୍ୟାଳଙ୍କାର, ବାମନଙ୍କର କାବ୍ୟାଳଙ୍କାର ସୂତ୍ରବୃତ୍ତି, ଆନନ୍ଦ ବର୍ଦ୍ଧନଙ୍କର ଧ୍ୱନାଲୋକ୍ୟ, ଅଭିନବ ଗୁପ୍ତଙ୍କର ଧ୍ୱନାଲୋକ, ଏଗୁଡ଼ା ସବୁ ଦେଖିଦେବ ହେଲା। ତାପରେ ରସମଞ୍ଜରୀ ହେମଚନ୍ଦ୍ରଙ୍କର କାବ୍ୟାନୁସାର ଇତ୍ୟାଦିରେ ହେଲା। ଏଗୁଡ଼ା ସବୁ ବେଶୀ କିଛି ଇମ୍ପୋର୍ଟାଣ୍ଟ ନାହିଁ, ଯେଉଁଗୁଡ଼ା ଇମ୍ପୋର୍ଟାଣ୍ଟ ମୁଁ ସବୁ କହିଦେବି, ଆପଣ ଖାଲି ନୋଟ୍, ପେନ୍, ନୋଟ୍ ଏଗୁଡ଼ା ସବୁ ପାଖରେ ରଖନ୍ତୁ। ଯେଉଁଗୁଡ଼ା ଇମ୍ପୋର୍ଟାଣ୍ଟ ମୁଁ ସବୁ କହିଦେବି। ତାପରେ ଆସିଲା ଧ୍ୱନି। ଧ୍ୱନିପାଦର ପ୍ରଧାନ ରୀତିଯୁଗୀୟ କାବ୍ୟମାନଙ୍କରେ ଦେଖିବାକୁ ମିଳେ। ଆନନ୍ଦ ବର୍ଦ୍ଧନ ଧ୍ୱନିପାଦର ପ୍ରବର୍ତ୍ତକ ହେଲେ ହେଁ ଏହା ଅଭିନବ ଗୁପ୍ତଙ୍କ ଦ୍ୱାରା ପ୍ରଚାର ଲାଭ କରିଥିଲା। ତାହେଲେ ଏଠି କ'ଣ ଦେଲା ନା ଧ୍ୱନିପାଦର ପ୍ରବର୍ତ୍ତକ କିଏ? ଧ୍ୱନିପାଦର ପ୍ରବର୍ତ୍ତକ ହେଉଛନ୍ତି ଆନନ୍ଦ ବର୍ଦ୍ଧନ। ତାଙ୍କ ମତରେ ଆମେ ପୂର୍ବରୁ ଆଲୋଚନା କରିଥିଲେ ନା। ଆନନ୍ଦ ବର୍ଦ୍ଧନଙ୍କ ମତ ରୀତି କ'ଣ? ଯେଉଁମାନେ ଜାଣିଥିବେ ଟିକେ କମେଣ୍ଟ କରି କହିଦେବେ। ତାପରେ ଆସିଲା ବିଭିନ୍ନ ଶାସ୍ତ୍ରକାରଙ୍କ ମତରେ ଧ୍ୱନିଯୁକ୍ତ କାବ୍ୟ ହିଁ ଉତ୍କୃଷ୍ଟ କାବ୍ୟ ଭାବରେ ବିବେଚିତ। ଧ୍ୱନିମୂଳକ କାବ୍ୟରେ ବାଚ୍ୟାର୍ଥ ଅପେକ୍ଷା ବ୍ୟଙ୍ଗାତ୍ମକ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ଅର୍ଥାତ୍ କାବ୍ୟ ପାଠ କରିବା ସମୟରେ ଅଭିଧା ସାକ୍ଷାତ ସାଙ୍କେତିକ ଅର୍ଥ ବ୍ୟତୀତ ପାଠକ ଯେଉଁ ଅନ୍ୟ ଏକ ଚମତ୍କାରିତା ଅର୍ଥ ନିଜେ ଭିତରେ ଅନୁଭବ କରେ, ତାହା ହେଉଛି ବାକ୍ୟର ଧ୍ୱନାର୍ଥ। ଧ୍ୱନିବାଦୀ କବିଗଣ ପ୍ରକୃତି ଚିତ୍ରଣ, ନାରୀ ଓ ସୌନ୍ଦର୍ଯ୍ୟ ବର୍ଣ୍ଣନା, ନାଗରିକ ବର୍ଣ୍ଣନାରେ ସେମାନଙ୍କର ଚିନ୍ତାଶକ୍ତି ଅନୁଯାୟୀ ବିଭିନ୍ନ ପ୍ରକାର ଧ୍ୱନିର ପ୍ରୟୋଗ କରିଥାନ୍ତି। ମୁଖ୍ୟତଃ ଧ୍ୱନି ହେଉଛି ତ୍ରିବିଧ, ମାନେ ଧ୍ୱନିକୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବସ୍ତୁଧ୍ୱନି, ରସଧ୍ୱନି, ଅଳଙ୍କାର ଧ୍ୱନି। ମନେ ରଖିବ, ଧ୍ୱନିକୁ ତ୍ରିବିଧ ଭାବରେ 3 ଭାଗରେ ବିଭକ୍ତ କରାଯାଇଛି। ବସ୍ତୁଧ୍ୱନି, ରସଧ୍ୱନି, ଅଳଙ୍କାର ଧ୍ୱନି। ଯେଉଁଠାରେ ରସର ଅଳଙ୍କାର ନଥାଏ, ବାକ୍ୟରେ କେବଳ ବସ୍ତୁଧ୍ୱନି ରଞ୍ଜିତ ହୋଇଥାଏ। ଅର୍ଥାତ୍ ଯେଉଁଠାରେ ବାସ୍ତବ ପ୍ରତିଟି ଜନେ ସେଠାରେ ହେଉଛି ବସ୍ତୁଧ୍ୱନି। ଯେଉଁଠାରେ ରସର ପ୍ରତିଟି ଜନେ ସେଠାରେ ହେଉଛି ରସଧ୍ୱନି। ଯେଉଁଠାରେ ବାଚ୍ୟାର୍ଥ ଅପେକ୍ଷା ବ୍ୟଙ୍ଗାର୍ଥରୁ ଅଳଙ୍କାରରେ ପ୍ରତିଟି ଜନ୍ମେ ସେଠାରେ ହେଉଛି ଅଳଙ୍କାର ଧ୍ୱନି। ତାପରେ ଆମେ ରସ ବିଷୟରେ ଆଲୋଚନା କରିବା। କ'ଣ ଦେଲା ନା ରୀତିଯୁଗୀୟ କବିଗଣ କାବ୍ୟରେ ରସ ସୃଷ୍ଟି ଲାଗି ଅଧିକ ଆଗ୍ରହୀ ଥିବା ଭଳି ମନେ ହୁଏ। କାରଣ ସାହିତ୍ୟରେ ସୌନ୍ଦର୍ଯ୍ୟ ବିତରଣ କରିବା ନିମନ୍ତେ ରସ ଏକ ଅପରିହାର୍ଯ୍ୟ ବିଭାବ। ରସ ଚର୍ଚ୍ଚାର ପରମ୍ପରା ବହୁ ପ୍ରାଚୀନ ହୋଇଥିଲେ ହେଁ ଏହା ଭରତ ମୁନି ଏହାକୁ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିଥିଲେ। ଫଳରେ ତାଙ୍କୁ ରସ ସମ୍ପ୍ରଦାୟର ପ୍ରବର୍ତ୍ତକ ଭାବେ ଗ୍ରହଣ କରାଗଲା। ତାହେଲେ ଏଠି ରସ ସମ୍ପ୍ରଦାୟର ପ୍ରବର୍ତ୍ତକ ହେଉଛନ୍ତି କିଏ? ନା ଯେଉଁମାନେ ବି ଜାଣିଥିବେ ସେମାନେ କମେଣ୍ଟ କରି କହିଦେବେ ରସ ସମ୍ପ୍ରଦାୟର ପ୍ରବର୍ତ୍ତକ କିଏ। ତ ଏଠି ତାଙ୍କ ନାଟ୍ୟଶାସ୍ତ୍ରରେ ପ୍ରକାଶ କରିଛନ୍ତି ଯେ ନ ହିଁ ରସଦୂତେ କିଞ୍ଚିତ୍ ଅର୍ଥ ପ୍ରବର୍ତ୍ତିତେ ଇତି, ଅର୍ଥାତ୍ ରସ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ଆନନ୍ଦଦାୟକ ହୋଇନପାରେ। ବିଶ୍ୱନାଥ କବିରାଜ ଆଳଙ୍କାରିକ ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣରେ କହନ୍ତି ଯେ ବାକ୍ୟଂ ରସାତ୍ମକ କାବ୍ୟମ୍। ମନେ ରଖିବ, ବାକ୍ୟଂ ରସାତ୍ମକ କାବ୍ୟମ୍ ଏଟା କାହାର ଉକ୍ତି ନା ବିଶ୍ୱନାଥ କବିରାଜ ହେଲା।
ଏଇଟା ହେଉଛି ବାକ୍ୟଗ୍ରସନ୍ମୁଖ କାବ୍ୟମ୍। ଏଇଟା ହେଉଛି ବିଶ୍ୱନାଥ କବିରାଜଙ୍କର ଉକ୍ତି ବା ଏଭଳି ଭଳି କୋଶ୍ଚିନ୍ ଆସିପାରେ। ସାହିତ୍ୟ ଦର୍ପଣର ପ୍ରଣେତା କିଏ? ସାହିତ୍ୟ ଦର୍ପଣର ରଚୟିତା କିଏ ନା ବିଶ୍ୱନାଥ କବିରାଜ ହେଲା। ତାପରେ ଦେଖିବା ଭରତଙ୍କ ନାଟ୍ୟଶାସ୍ତ୍ରରେ ରସର ତାତ୍ତ୍ୱିକ ବିଶ୍ଳେଷଣ କରାଯାଇଛି। ଭରତଙ୍କ ମତରେ ରସର ସଂଖ୍ୟା ହେଉଛି 8 ପ୍ରକାର ହେଲା। ଭରତ ମୁନିଙ୍କ ମତରେ ରସ ହେଉଛି 8 ପ୍ରକାର। କ'ଣ କ'ଣ ନା ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ ଆଉ ଅଦ୍ଭୁତ। ପରବର୍ତ୍ତୀ କାଳରେ ଏଥିରେ ଆଚାର୍ଯ୍ୟ ମମ୍ମଟ ଶାନ୍ତ ରସକୁ ଆଉ ବିଶ୍ୱନାଥ କବିରାଜ କ'ଣ କରେ ବାତ୍ସଲ୍ୟ ରସକୁ ଯୋଗ କରି ରସର ସଂଖ୍ୟାକୁ 10 ପରିକଳ୍ପନା କଲେ। ପ୍ରଥମେ କରି ଭରତଙ୍କ ମତରେ ରସ ସଂଖ୍ୟା ଥିଲା 8। ପରେ କ'ଣ କଲେ ନା ଆଚାର୍ଯ୍ୟ ମମ୍ମଟ ଶାନ୍ତରସ ଆଉ କ'ଣ ଶାନ୍ତରସ ଓ ବିଶ୍ୱନାଥ କବିରାଜ ବାତ୍ସଲ୍ୟ ରସ ଯୋଗ କରି ରସର ସଂଖ୍ୟା 10 ପରିକଳ୍ପନା କଲେ ହେଲା। ଶୃଙ୍ଗାର ରସ 10 ରସ ମଧ୍ୟରେ ଆଦି ରସ ମଧୁର ରସ ଶ୍ରେଷ୍ଠ ରସ ରୂପେ ଗୃହୀତ ହୁଏ। ଭୋଜରାଜ ସରସ୍ୱତୀ କଣ୍ଠାଭରଣ କାବ୍ୟରେ ଶୃଙ୍ଗାରିଚ୍ଛେଦ ରବି କାବ୍ୟ ଜାତଂ ରସମୟଂ ଜଗତେ ବୋଲି ପ୍ରକାଶ କରି କବି ଶୃଙ୍ଗାର ଚେତନାକୁ ପରିସ୍ଫୁଟ କରିବା ସଙ୍ଗେ ସଙ୍ଗେ ଶୃଙ୍ଗାର ରସର ମହତ୍ତ୍ୱକୁ ସ୍ୱୀକାର କରିଛନ୍ତି। ଧ୍ୱନାଲୋକରେ ଆନନ୍ଦ ବର୍ଦ୍ଧନ ମଧ୍ୟ ଶୃଙ୍ଗାର ରସର ମାଧ୍ୟମରେ କାବ୍ୟର ଉତ୍କର୍ଷ ସାଧିତ ହୋଇପାରେ ବୋଲି ପ୍ରକାଶ କରିଛନ୍ତି। ସଂସ୍କୃତ ସାହିତ୍ୟରେ ବହୁ ସ୍ୱନାମଧନ୍ୟ କବି ନିଜ ନିଜର କାବ୍ୟମାନଙ୍କରେ ଶୃଙ୍ଗାର ରସକୁ ମୁଖ୍ୟ ସ୍ଥାନ ନେଇ ରୀତି ସାହିତ୍ୟର ବୈଶିଷ୍ଟ୍ୟକୁ ବଜାୟ ରଖିଛନ୍ତି। ସେହିପରି ରୀତିଯୁଗୀୟ ଓଡ଼ିଆ କବିଗଣ କାବ୍ୟମାନଙ୍କରେ ବିଭିନ୍ନ ରସର ପରିବେଷଣ କରିଥିଲେ। ଏଠି ଏତେ ଇମ୍ପୋର୍ଟାଣ୍ଟ ନାହିଁ। ତ ଆଜି ପାଇଁ ଏତିକି। ନେକ୍ସଟ କ୍ଲାସ୍ରେ ଆମେ ସମ୍ପୂର୍ଣ୍ଣ ଆଉ ଗୋଟେ କ୍ଲାସ୍ ନେବା ପାଇଁ ରହିଲି। ନମସ୍କାର।